ରୁବି ମାୟାକୁ କହିବେ, ମାୟା ଏବେ ତୁ ଠିକ୍ ବୁଝିପାରିଥିବୁ ମୁଁ ତୋତେ ଏ ଘରୁ ଯିବା ପାଇଁ କାହିଁକି କହୁଥିଲି। ମୁଁ ତ କହୁଛି ମୋତେ ଗୋଟେ ମାସ ପାଇଁ ଏ ଘର ଚଲେଇବାକୁ ଦେ, ଦେଖିବୁ ମୁଁ ସବୁ ଠିକ୍ କରିଦେବି। ତାପରେ ମାୟା କହିବେ, ମୋତେ ମୋ ଘର ଚଲେଇ ଆସେ ଦିଦି, ଆଉ ମୋ ଘର ଚଲେଇବା ପାଇଁ ମୋତେ କାହାର ସାହାଯ୍ୟ ଦରକାର ନାହିଁ। ପୁଣି ରୁବି କହିବେ, ମୋ ମନ ତୋର ଏତେ କଷ୍ଟ ଦେଖି ସହିପାରୁନଥିଲା ନା, ସେଥିପାଇଁ ମୁଁ ଏସବୁ କହୁଥିଲି। ତାପରେ ସେ ଏମଏଲଏ ଫୋନରେ କଥା ହେଉଥିବେ ଆଉ କହିବେ, ଶୁଣ, ଆଦର୍ଶ ମହାପାତ୍ର ମୋ ଉପରକୁ ତୋପ ପକାଇବାକୁ ଚେଷ୍ଟା କରୁଥିଲା। ମୁଁ ତା ଉପରେ ବମ୍ ପକାଇବି, ବମ୍, ଆଇଟମ୍ ବମ୍। ତେଣୁ ମୁଁ ଯାହା କହିଲି ମୋ ଅନୁସାରେ କାମ ହେଇଯିବା ଦରକାର। ଏମିତି କହି ଏମଏଲଏ କଲ୍ କାଟିଦେବେ। ତାପରେ ହେମନ୍ତ କହିବେ, ଡ୍ୟାଡ୍ ରେଡି? ତାପରେ ଏମଏଲଏ କହିବେ, ହଁ। ଏମିତି କହି କ୍ୟାମେରା ସାମ୍ନାରେ କହିବେ, ନମସ୍କାର। ପ୍ରଥମ ଥର ମୋ ବିରୁଦ୍ଧରେ ଷଡ଼ଯନ୍ତ୍ର ହେବା କଥା ମୁଁ ଆପଣମାନଙ୍କୁ କହୁଥିଲି। ଏବେ ତାର ପ୍ରମାଣ ଦେବା ପାଇଁ ମୁଁ ଆପଣଙ୍କ ସାମ୍ନାକୁ ଆସିଲି। ମୁଁ ଆପଣଙ୍କୁ କ'ଣ କହିଥିଲି? ମିସେସ୍ ପଲ୍ଲବୀ ମହାପାତ୍ର ଜଣେ ସାହସୀ ଆଉ ସଚ୍ଚୋଟ ପୋଲିସ ଅଫିସର। ଏବେ ମୁଁ ତାଙ୍କ ପାଖରୁ ଆଶା କରୁଛି ତାଙ୍କ ନିଜ ଆପଣାର ଲୋକମାନଙ୍କ ବିରୁଦ୍ଧରେ ଯଦି କିଛି ପ୍ରମାଣ ଆସେ, ସିଏ ତାଙ୍କ ଏଗେନ୍ଷ୍ଟରେ ଷ୍ଟ୍ରଙ୍ଗ ଆକ୍ସନ୍ ନେବାକୁ ପଛେଇବେ। ମୋର ପ୍ରଶ୍ନ କେବଳ ପଲ୍ଲବୀ ମହାପାତ୍ରଙ୍କୁ ନୁହେଁ, ପୁରା ପୋଲିସ ଡିପାର୍ଟମେଣ୍ଟକୁ, ଯେ ଆଦର୍ଶ ମହାପାତ୍ରର କେସ୍ କ'ଣ ହେଲା? ତାଙ୍କ ଉପରେ ଯେଉଁ ସରକାରୀ ଜମି ହଡପ କରିବାର ଆରୋପ ଲାଗିଥିଲା, କ'ଣ ହେଲା ସେ ଆରୋପର କଥା? କ'ଣ ହେଲା ସେ କେସ୍? ଦବେଇ ଦିଆଗଲା ନା ମହାପାତ୍ର ପରିବାରର ଲୋକ ସେ କେସ୍କୁ ତାଙ୍କ ସାଇଡକୁ କିଣିନେଲେ? ତାପରେ ରୁବି କହିବେ, ମାୟା ଦେଖିଲୁ ଏ ଏମଏଲଏ କ'ଣ କହୁଛି? ଇଏ ପୁଣି ଆଦର୍ଶ ପଛରେ ପଡ଼ିଗଲାଣି। ତାପରେ ସେ ଏମଏଲଏ କହୁଥିବାର କଥାବାର୍ତ୍ତା ସମସ୍ତେ ଶୁଣିଥିବେ। ତାପରେ ଏମଏଲଏ କହିବେ, ଗଣମାଧ୍ୟମ ଜରିଆରେ ପଲ୍ଲବୀ ମ୍ୟାଡାମଙ୍କୁ ଦରଖାସ୍ତ କରୁଛି, ଯେମିତି ବିନା କୌଣସି ପ୍ରମାଣରେ ନିର୍ଦ୍ଦୟ ଭାବରେ ଆପଣ ମୋତେ ଆରେଷ୍ଟ କରେଇଥିଲେ, ଠିକ୍ ସେମିତି ଏବେ ଆପଣ ଆପଣଙ୍କର ହଜବ୍ୟାଣ୍ଡଙ୍କର ହରକତ ଦେଖି ତାଙ୍କ ଏଗେନ୍ଷ୍ଟରେ କି ଷ୍ଟେପ୍ ନେବେ? ଏମିତି କହି ଏମଏଲଏ ଆଦର୍ଶ ଗୋଟେ ଲୋକ ସାଙ୍ଗରେ ଫାଇଟ୍ କରୁଥିବା ଭିଡିଓ ଟିଭିରେ ଦେଖେଇବେ। ଏହା ଦେଖି ଆନନ୍ଦ କହିବେ, ହେ ଭଗବାନ, ଆଦର୍ଶ ଇଏ କ'ଣ କଲା? ଆରେ ରାଗ ଉପରେ କାବୁ ନ ରଖି ଶତ୍ରୁ ହାତରେ ହତିଆର ଧରେଇଦେଲା। ତାପରେ ରୁବି କହିବେ, ଏଥିରେ ଆଦର୍ଶର କ'ଣ ଦୋଷ ଆନନ୍ଦ? ସିଏ ତ ତା ସ୍ତ୍ରୀ ଯେ ହଇରାଣ କରୁଛି ତାକୁ ମାରିଛି। ପ୍ରକୃତ ଦୋଷ ହେଉଛି ପଲ୍ଲବୀର। ମୁଁ ତାକୁ ବାର ବାର ମନା କରୁଥିଲି, ରାଜନୀତିଆମାନଙ୍କ ବିରୁଦ୍ଧରେ ପଙ୍ଗା ନେନି, କିନ୍ତୁ ସେ ତ ମାନିବା ଜନ୍ତୁ ନୁହେଁ ନା। ଏବେ ଦେଖ କ'ଣ ହେଲା ଅବସ୍ଥା। ଏମିତି କହି ରୁବି ମାୟାର କାନରେ କହିବେ, ଦେଖିଲୁ ତ ମାୟା, ସେ ପଲ୍ଲବୀ ଯୋଗୁଁ ତ ଆଦର୍ଶ କେମିତି ଫସୁଛି, ନିଜ ଆଖିରେ ଦେଖ। ଆଦର୍ଶ ଜେଲରୁ ମୁକୁଲି ଆସିଥିଲା ନା, ଏବେ ଦେଖ ତା ଉପରେ ପୁଣି କେସ୍ ଚାଲିବ। ତାପରେ ମାୟା ରାଗରେ ଉଠିବେ ଆଉ ଚାଲି ଯାଉଥିବେ। ତାପରେ ଆନନ୍ଦ କହିବେ, ମାୟା, ମାୟା, ଆରେ କୁଆଡ଼େ ଯାଉଛ ତମେ? ତାପରେ ମାୟା କହିବେ, ଏ ପ୍ରହସନକୁ ସବୁଦିନ ପାଇଁ ବନ୍ଦ କରିବାକୁ। ଏମିତି କହି ମାୟା ଚାଲିଯିବେ।